ବିପଦରେ ଭାରତ ଦୁଇଟି ବିଜୟ ପର୍ଯ୍ୟାପ୍ତ ହୋଇନପାରେ। ଆଉ ସଞ୍ଜୁ ସାମସନ୍ ଟିମ୍ରେ ସାମିଲ ହେବେ କି? ଜି ହଁ ଦର୍ଶକ ବନ୍ଧୁ, ଲିଗ୍ ପର୍ଯ୍ୟାୟରେ ଅପରାଜୟ ରହି ସୁପର 8କୁ ଯାଇଥିଲା ଭାରତ। ଏବେ କିନ୍ତୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିବାର ଦ୍ୱାରଦେଶରେ ପହଞ୍ଚି ଯାଇଛି। ସୁପର 8ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ 67 ରନ୍ର ବଡ଼ ବ୍ୟବଧାନରେ ହାରିବା ପରେ ଏବେ ଭାରତୀୟ ଦଳ ପାଇଁ ତା ବିଶ୍ୱକପ୍ ଅଭିଯାନର ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏପରିକି ପରବର୍ତ୍ତୀ ଦୁଇଟି ମ୍ୟାଚ୍କୁ ଜିତିଲେ ମଧ୍ୟ ଅତ୍ୟନ୍ତ ଖରାପ ରନ୍ ରେଟ୍ ଯିଏକି -3.8 ପାଇଁ ସୂର୍ଯ୍ୟଙ୍କ ସେନା ସେମିଫାଇନାଲକୁ ଯାଇନପାରେ। ବିଶେଷଜ୍ଞ ଏବଂ ପରିସଂଖ୍ୟାନ ବ୍ୟତୀତ ମତରେ ଭାରତ ସେମିଫାଇନାଲକୁ ଯିବାର ଏବେ ମାତ୍ର 30% ସମ୍ଭାବନା ରହିଛି। ସଂଖ୍ୟା ଖେଳ ଅନୁସାରେ ଭାରତ ତାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିଲେ 4 ପଏଣ୍ଟ ରହିବ। ଦକ୍ଷିଣ ଆଫ୍ରିକା ତାର 3ଟି ସୁପର 8 ମୁକାବିଲାର କୌଣସି ଗୋଟିଏ ହାରିଲେ ସେ ବି 4 ପଏଣ୍ଟ ପାଇବ। ଆଉ ଅଷ୍ଟ୍ରେଲିଆକୁ ଯିବା ମଧ୍ୟରେ 4 ପଏଣ୍ଟ ଅର୍ଜନ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ନେଟ୍ ରନ୍ ରେଟ୍ରେ ଢେର ପଛୁଆ ଥିବାରୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହି ସୁପର 8 ପର୍ଯ୍ୟାୟକୁ ବାଦ୍ ପଡ଼ିବ। ବିଶେଷଙ୍କ ମତରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲେ ମଧ୍ୟ ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେବାର ଥିଲା। ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାର ଥିଲା। ହୁଏତ ଭାରତୀୟ ଦଳର ରନ୍ ରେଟ୍ ଆଉ ଟିକିଏ ଭଲ ହୋଇଥାନ୍ତା। ଏବେକାର ସ୍ଥିତିରେ ଭାରତ ସେମିଫାଇନାଲ ପ୍ରବେଶ ଆଉ କେବଳ ତାର ନିଜସ୍ୱ ପ୍ରଦର୍ଶନ ଉପରେ ନିର୍ଭର ନୁହେଁ, ଅନ୍ୟ ଦଳଗୁଡ଼ିକ ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ହେବ। ବିଶେଷ କରି ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ପରବର୍ତ୍ତୀ ସମୟରେ ଖରାପ କ୍ରିକେଟ ଖେଳନ୍ତୁ ବୋଲି ଭାରତୀୟ ଖେଳାଳିମାନେ ମାନସିକ କରିବାକୁ ପଡ଼ିବ। କାରଣ ଯଦି ଦକ୍ଷିଣ ଆଫ୍ରିକା ତାର 3ଟି ଯାକ ସୁପର 8 ମ୍ୟାଚ୍ ଜିତି ନିଏ ତାହେଲେ ଭାରତକୁ ଗ୍ରୁପ୍ 1ର ଦ୍ୱିତୀୟ ସେମିଫାଇନାଲ ସ୍ଥାନ ଲାଗି 2 ଦଳ ସହ ପ୍ରତିଦ୍ୱନ୍ଦିତା କରିବ। ସେହିପରି ସୁପର 8ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ପରବର୍ତ୍ତୀ 2ଟି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦଳରେ କେତେକ ପରିବର୍ତ୍ତନ କରାଯାଇପାରେ ବୋଲି ସନ୍ଦେହ ଦେଇଛି। ସହକାରୀ ପ୍ରଶାସକ ରିଆନ୍ ଟେନ୍ ଡଟଗେଟ୍ ଯିଏକି ବିଶେଷ କରି ସଞ୍ଜୁ ସାମସନ୍ ଦଳରେ ସାମିଲ କରାଯିବ ଲାଗି ବିଚାର କରାଯାଉଛି ବୋଲି ସେ କହିଛନ୍ତି। ତେବେ କାହା ବଦଳରେ ତାଙ୍କୁ ସାମିଲ କରାଯିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି। ରିଆନ୍ କହିଛନ୍ତି ଯେ ଚଳିତ ବିଶ୍ୱକପରେ ଭାରତୀୟ ଶୀର୍ଷକ ବ୍ୟାଟର ଏକ ଭଲ ମୌଳିକ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ଅଧିକାଂଶ ଥର ପ୍ରଥମ ୱିକେଟ୍ ଯୋଡ଼ିରେ 0 କିମ୍ବା 1-2 ରନ୍ ହୋଇଛି। ପ୍ରତ୍ୟେକ ଥର ବିପକ୍ଷ ଦଳ ଜଣେ କାମଚଳା ଅସ୍ପିନରଙ୍କ ମାଧ୍ୟମରେ ଭାରତ ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏହି କାମ କରିଥିଲେ ଯେ ଏହା କାରଣରୁ ସୂର୍ଯ୍ୟକୁମାର ଏବଂ ତିଲକ ବର୍ମାଙ୍କ ଉପରେ ମୂଳରୁ ହିଁ ଚାପ ରହିଛି। ଜଣେ ବ୍ୟାଟର ଯିଏକି ଗତ 18 ମାସ ହେଲା ଭଲ ପ୍ରଦର୍ଶନ କରୁଛି, ମାତ୍ର ସେ ଗତ କେତୋଟି ମ୍ୟାଚ୍ରେ ବିଫଳ ହୋଇଛି। ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯିବ କିମ୍ବା ଓପନିଂରେ ବାମ ହାତୀ ଡାହାଣ ହାତୀ ଯୋଡ଼ି ସଞ୍ଜୁ ସାମସନ୍ଙ୍କୁ ଅଣାଯିବ, ଏ ସମ୍ପର୍କରେ ଆସନ୍ତା କିଛି ଦିନରେ ଦଳରେ ବିଚାର କରାଯିବ ବୋଲି ସେ ସଂକେତ ଦେଇଛନ୍ତି। ତେବେ ଦଳରେ ରିଙ୍କୁ ସିଂଙ୍କୁ ସାମିଲ କରାଯିବା ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି। ଯେଉଁ ଦର୍ଶକ ବନ୍ଧୁ, ଭାରତୀୟ ଟିମ୍ ବର୍ତ୍ତମାନ ବିପଦରେ। 2ଟି ବିଜୟ ହେଲା ପରେ ବି ସେ ସେମିଫାଇନାଲକୁ ନ ଯାଇପାରେ ଏମିତି କିଛି ସଂକେତ ରହୁଛି। ଯେଉଁ ଦର୍ଶକ ବନ୍ଧୁ, ଭାରତ ସୁପର 8 ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକାଠାରୁ ହାରିବା ପରେ ଭାରତ ବର୍ତ୍ତମାନ ସେମିଫାଇନାଲରେ ଯିବାକୁ ଆସ୍ଥା ବୁଡ଼ି ଯାଇଛି କହିଲେ ଚଳେ। ସାଉଥ ଆଫ୍ରିକାକୁ ତାର 3ଟି ମ୍ୟାଚ୍ ଅତି କମ୍ରେ କମ୍ ଗୋଟିଏ ମ୍ୟାଚ୍ ଜିତି ସାରିଛି। ଆଉ 2ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଆଉ ଭାରତକୁ ତାର ଲଗାତାର 2ଟି ମ୍ୟାଚ୍ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ ଭିତରେ ଜିତିବାକୁ ପଡ଼ିବ, ଯାହାହେଲେ ଯାଇ ସୁପର ସେମିଫାଇନାଲକୁ ଯାଇପାରିବ। ଆଉ ଭାରତ ଯଦି ଏଇ ମ୍ୟାଚ୍ 2ଟିରୁ ଗୋଟିଏ ବି ହାରେ ତ ବିଶ୍ୱକପ୍ T20 ବିଶ୍ୱକପ୍ରୁ ବିଦା ହେବ। ଅନ୍ୟ ଟିମ୍ ଗୁଡ଼ିକ ସେମିଫାଇନାଲକୁ ଯିବାକୁ ରାସ୍ତା ଖୋଲିଯିବ। ଜନସବନ୍ଧୁ, ଆଉ ଆପଣମାନେ ଦେଖିଥିବେ ହାଲିରେ କାଲି ଖେଳାଯାଇଥିବା ଏକ ଧମାକେଦାର ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ କିପରି ଜିମ୍ବାୱେକୁ ପ୍ରହାର କରିଥିଲା। 254 ରନ୍, 20 ଓଭରରେ 254 ରନ୍ରେ ବିଶାଳ ବିଜୟ ହାସଲ କରିଦେଇଛି। ଆଉ ରନ୍ ରେଟ୍ରେ ମଧ୍ୟ ଉପରକୁ ଚଢ଼ି ସାରିଥିବ। ଜନସବନ୍ଧୁ, ସାଉଥ ଆଫ୍ରିକାରୁ ଚଢ଼ି ନମ୍ବର 1 ପୋଜିସନ୍ ଆସି ସାରିଥିବ ସୁପର 8ରେ। ତ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ନିଜ ଘରୋଇ ମାଟିରେ ଏମିତି ଲାଗୁନି ଯେ ଭାରତ ନିଜର ସେମିତି ଦମଦାର ପ୍ରଦର୍ଶନ କରିପାରୁନି। ତ ଦେଖିବାର ଭାରତ ପରବର୍ତ୍ତୀ 2ଟି ମ୍ୟାଚ୍ କେଉଁଭଳି ପ୍ରଦର୍ଶନ କରୁଛି, ଜିତିପାରୁଛି ନା ନାହିଁ, ହାରୁଛି। ଆଉ ସାଉଥ ଆଫ୍ରିକା ତାର ପରବର୍ତ୍ତୀ ମ୍ୟାଚ୍ କେମିତି ଜିତୁଛି, ସୁପର 8 କିଏ ଯାଉଛି ଦେଖିବାର ବହୁତ ଚାଞ୍ଚଲ୍ୟ ରହିବ। ତ ଇଏ ଥିଲା ଏକ ଲାଟେଷ୍ଟ ଅପଡେଟ୍ କି ଭାରତୀୟ ଟିମ୍ ବର୍ତ୍ତମାନ ବିପଦରେ। ସେମିଫାଇନାଲ ତ ଯିବାକୁ ୱାର୍ଲଡ କପ୍ରେ ମଧ୍ୟ ବିଦା ହୋଇପାରେ। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ଜାଗା ସେୟାର କରିବେ, କାରଣ ଏଇଭଳି କ୍ରିକେଟ୍ କଣ୍ଟେଷ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲ୍ ବର୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।